ପଛଘୁଞ୍ଚା ନାହିଁ ବୀରର ଜାତ ଯେ ନମରୁ ସେ କେବେ ପରାଣା କରିଦିଏ। ଘରେ ଗୋଟେ ସମସ୍ତେ ପଢୁ ମହିମା ବା ତାର ଖ୍ୟାତିଟା ଏଭଳି ପ୍ରକାଶ ପାଉ। ଆପଣ ତ କୋଉଠି ଦେଖିବାକୁ ଚାହାନ୍ତି ଆଗକୁ ସେଟା ବି ଏଣ୍ଟ୍ରାନ୍ସ ହଉଛି ତୁ ପକା ହଉ କି ନ ହଉ ସେଟା ଆଉ ଗୁରୁ ଶ୍ରୀଧର ଆଶୀର୍ବାଦ ଥିଲେ ଜ୍ଞାନକୁ ଡରେ। ମୁଁ ୱେବ୍ ସର୍ଚ୍ଚ କଲି ୱେବ୍ ସର୍ଚ୍ଚ କଲି ଫାର୍ଷ୍ଟ ପେଜ୍ ଇଣ୍ଟ୍ରୋଡକ୍ସନ আমি ଏତେ ପଡକାଷ୍ଟକୁ ଯେତେ କନଭର୍ଟ କରିଛୁ ଏଇଭଳିଆ ଗୋଟେ ପଡକାଷ୍ଟ ଯୋଉଟା ହାର୍ଟ ଟଚିଂ ବହୁତ ଥିଲା କମ୍ପ୍ଲିଟଲି हेलो एवरीवन वेलकम टू विद्यासागर क्लासेस यूट्यूब चैनल। तो विद्यासागर क्लासेस रो सक्सेस स्टोरी रे आज हम पाखरे जने नियारा सक्सेस एस्पिरेंट अछंती से तांको विषय आगो कहबी। तो फर्स्ट ऑफ ऑल वेलकम तमरो नेम के हमर व्यूअर्स मानु कहि दो फुल नेम आ तमे कोठु बिलोंग करछो। ମୋ ନାଁ ମହିମା ଅଭିନନ୍ଦନ ରାଉତ। ମୁଁ ଏବେ ରିସେଣ୍ଟଲି 12th ପାସ୍ କରିଛି। ଏବେ 12th ରେ ବି ପାସ୍ କରିଛି। ମୋ ଘର ହଉଛି କେନ୍ଦ୍ରାପଡ଼ା ମାସାଘାଇ। अच्छा तो केन्द्रापड़ा आछंती महिमा अभिनंदन एंड ताको हेत तांकर पिता भी अछंती। सर वेलकम आपन को मध्ये हमर पॉडकास्ट को अभिनंदन। सर फर्स्ट ऑफ ऑल आमे महिमा तमठु जानिया चाहबा कि तमे एबे ओयूटी एग्जाम देइथिलो आ ओयूटी एग्जाम रे तमरा केते मार्क रहउची रेस्पोंसिबिलिटी अनुसार? रेस्पोंसिबिलिटी अनुसार मोर रहउची 178 आउट ऑफ 200 आउट ऑफ 200 आउ तो हमें अलगा किसी एग्जाम देइथिलो ना खाली ओयूटी एग्जाम देइथिलो? ना ओयूटी पूर्वरु मो देइथिली आइजर एंट्रांस देइथिली ଏବଂ ନାଇଜର ଏକ୍ଜାମ ମଧ୍ୟ ଦେଇଥିଲି। अच्छा ଯେହେତୁ ଇଏ ହଉଛି ମାନେ ବର୍ଷର ମାନେ ପ୍ରିପାରେସନ ଏଇଟା ବହୁତ ମାନେ ହାର୍ଡ। ସେଇଟା ମାନେ ମୁଁ ସେଟା ଯେହେତୁ ମାତ୍ର ମାସେ ପରେ ସେଟା ତ ମାନେ କ୍ଲାସ ହେଇପାରିବନି, ସେଥିପାଇଁ ମୋର ସେଟା ହେଲାନି। ସେଥିପାଇଁ ମୁଁ ଓୟୁଟି ମଧ୍ୟ ଦେଇଥିଲି, କାରଣ ଓୟୁଟି ତାର ଲାଷ୍ଟ ପର୍ଯ୍ୟନ୍ତ ଥିଲା, ଲାଷ୍ଟ ପର୍ଯ୍ୟନ୍ତ ତାର ଡେଟ୍ ଅଫ ସବମିଶନ ଥିଲା। ସେଥିପାଇଁ ମୁଁ ମୋର ଲାଷ୍ଟ ଡେଟ୍ ରେ ମୁଁ ଓୟୁଟି ପକେଇଲି। ମୁଁ କହିବାକୁ ଗଲେ ଜେଇ ବି ଦେଇନି, ସିୟୁଟି ବି ଯୋଉ ଭଳିଆ ମାନେ ଯୋଉ ଏକ୍ଜାମ ଏନସିଟି ଏଇଭଳିଆ ଏକ୍ଜାମ ଯୋଉଟା ମାନେ ଫାଷ୍ଟ ମାନେ ଦବା କଥା ମତେ ହୁଏତ କି ସେଠି କହିନଥିଲେ ତାର ଡେଟ୍ ଅଫ କେତେବେଳେ ଆସୁଛି, ଯେତେବେଳେ ମୁଁ ଜାଣିପାରୁନଥିଲି। ମୁଁ ଓୟୁଟି ମତେ ସାର୍ କହିଲେ ଓୟୁଟି ମାନେ ପକା, ମାନେ ବହୁତ ମାନେ ଭଲ ମାନେ ଏକ୍ଜାମ ଟା ମାନେ ବହୁତ ସେଇଥିପାଇଁ ମୁଁ ओयूटी एग्जाम अच्छा ताले ओयूटी एग्जाम विषय ताले तमे जानिया को पाइलो। तो ओयूटी एग्जाम रो प्रिपरेशन प्लस 2 सरला, प्लस 2 पर ओयूटी एग्जाम रो प्रिपरेशन केमति तमे स्टार्ट करियो बोली जानिलो आ विद्यासागर क्लासेस केमति तुमको हेल्प करथिला? विद्यासागर क्लासेस ମୁଁ ଜାଣିଲି ଫାଷ୍ଟ ଟାଇମ ମୁଁ ଓୟୁଟି ସର୍ଚ୍ଚ କଲି। ଓୟୁଟି ସର୍ଚ୍ଚ କଲି ତ ଫାଷ୍ଟ ପେଜ ଇଣ୍ଟରଫେସ ରେ ବିଦ୍ୟାସାଗର କ୍ଲାसेस। अच्छा ବିଦ୍ୟାସାଗର କ୍ଲାसेस ମୁଁ ଗୋଟେ କ୍ଲାସ ଦେଖିଲି, କାରଣ ମୁଁ ଫାଷ୍ଟ ଦେଖିଲି ମାନେ 10 ବର୍ଷର ମାନେ ପ୍ରିଭିୟସ ଇୟର ସାମ୍ପଲ କ୍ୱେଶ୍ଚନ ଦେଖିଲି ଏବଂ ପ୍ରିଭିୟସ ଇୟର କ୍ୱେଶ୍ଚନ ଦେଖିଲି, କ୍ୱେଶ୍ଚନ ପ୍ୟାଟର୍ନ ଜାଣିଲି ଏବଂ ମାନେ କୋଉଠୁ ମାନେ କେମିତି କ୍ୱେଶ୍ଚନ ଆସୁଛି, କୋଉଠୁ କ୍ୱେଶ୍ଚନ ଟ୍ରିକି ଆସୁଛି ଏବଂ ତିନିଟା ଟପିକ ଯେମିତି ଫିଜିକ୍ସ କେମିଷ୍ଟ୍ରି, ମୋର ପିସିଏମ ବ୍ରାଞ୍ଚ ମାନେ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥ ମୁଁ ସମସ୍ତଙ୍କୁ ଦେଖିଲି ଏବଂ ମୋର ଫାଷ୍ଟ ଯେତିକି ଯାହା ଜାଣିଲି ଏବଂ ଓୟୁଟି ର क्वेश्चन पेपर भी ମୁଁ ଯାହା ଏକ୍ଜାମ ଦେଇଛି ଏକ୍ଜାକ୍ଟଲି ଯୋଉଟା ଆମର ବିଦ୍ୟାସାଗର କ୍ଲାसेस ରେ ଯୋଉଟା ପଢା ହଉଥିଲା ବା ଯୋଉଟା ଆମକୁ କୁହାଯାଉଥିଲା, ଯାହା ସରେ ଆପଣଙ୍କର ଯୋଉ ପାହାନ୍ତା ବେଳ ଯୋଉ ସିରିଜ କରିଥିଲେ ସେ ପାହାନ୍ତା ବେଳ ସିରିଜ ର ସେଟା ମତେ ବହୁତ ଫାଇଦା ଦେଇଛି। ଯଦି ମୁଁ ସେଟା ନ ଦେଇଥାନ୍ତି ତ ଆହୁରି କିଛି କମା ରହିଥାନ୍ତା। अच्छा अच्छा बहुत କେମିଷ୍ଟ୍ରି अच्छा अच्छा बहुत बढ़िया ताले केमिति कोन विद्यासागर फैकल्टी मानो विषय टे कहि दे स्पेशली मोइसार हेले आ बाकी सब संजना मैडम हेले केमिति कोन पढ़ा पढ़ी कर चलथिला? ना जेहेतु मोर पीसीएम मो फास्ट मो फिजिक्स आरंभ करी फिजिक्स रे हमर होचंती मोहित सर। मोहित सरଙ୍କର ପାଠ ପଢା ତାଙ୍କର କନସେପ୍ଚୁଆଲ କ୍ଲାରିଟି କାରଣ ଫିଜିକ୍ସ ରେ ହଉଛି ମେନ୍ ହଉଛି କନସେପ୍ଚୁଆଲ କ୍ଲାରିଟି। ତମେ ସେ ଗୋଟେ ଏମିତିଆ ପାଠ ତାକୁ ବସିଲେ ହବ ନାହିଁ ଏବଂ ସେ ଫିଜିକ୍ସ ବି ହଉ କେମିଷ୍ଟ୍ରି ମ୍ୟାଥ ହଉ ସେ ଘୋଷା ପାଠ ନୁହଁ ସେ, କିନ୍ତୁ ଆମକୁ ମୁଁ ଯେତେ ବି କ୍ଲାସେସ୍ କରିଛି ତାର ଆମକୁ ଆପଣ ମାନେ ଯାହା ବି ଆମକୁ କହିଛନ୍ତି ଯେ ମାନେ ମାନେ ଘୋଷା ବଳଦ ହବ ନାହିଁ, କାରଣ ଆମର ମୁଖ୍ୟ ହଉଛି ତମେ ଯଦି କନସେପ୍ଟ କ୍ଲାରିଟି ଥିବ, କନସେପ୍ଚୁଆଲ ଯଦି ତମେ ଠିକ ଥିବ ତାହେଲେ ତମେ କୋଶ୍ଚିନ୍ ମାନେ ଯୋଉ ଭଳିଆ କୋଶ୍ଚିନ୍ ଆସିବ ମାନେ ଯୋଉ ଭଳିଆ ଭୁଲେଇକି କୋଶ୍ଚିନ୍ ଆସିଲେ ମଧ୍ୟ ଆମେ କରିପାରିବା। ସେଇ ମାନେ ସେଇ ଦୃଢ ବିଶ୍ୱାସରେ ମୁଁ ଯାଇଥିଲି ଓୟୁଟି ଏକ୍ଜାମ। ଆପଣଙ୍କୁ ମଧ୍ୟ ଫୋନ କରିଥିଲି ଯୋଉଦିନ ଏକ୍ଜାମ ହବା ପୂର୍ବରୁ ଆପଣଙ୍କୁ ଫୋନ କରିଥିଲି, ଆପଣ କହିଲେ ମତେ ଏକ୍ଜାମ ସାରିବ ଫୋନ କରି, ଆପଣଙ୍କୁ ତାପରେ ଫୋନ କଲି ହୁଏତ ସଂଯୋଗ ବଶତଃ ଏଙ୍ଗେଜ ହେଇଗଲା ମୋବାଇଲ, ଏଥିପାଇଁ ଆଉ ଫୋନ କରି ହେଲାନି। ପୁଣି ଆପଣଙ୍କୁ ତାପରେ ଆଜି ବି ଆସିଲା ବେଳେ ଫୋନ କରିଥିଲି ସକାଳୁ, ଆପଣ ଆଉ ଆପଣ ଟିକେ ବ୍ୟସ୍ତ ରହିଥିଲେ। ତାପରେ ସୁରେଶ ସାର୍ ଫୋନ କରି ଆମେ କେନ୍ଦ୍ରାପଡାରୁ ଆସିଲୁ। अच्छा
ଆଉ ମ୍ୟାଥ ପାଇଁ କେମିଷ୍ଟ୍ରି ପାଇଁ କେମିତି କଣ ପ୍ରିପାରେସନ କରୁଥିଲ? କେମିଷ୍ଟ୍ରି ହଉଛି ଫାଷ୍ଟ ହଉଛି ମୁଁ ଦେଖିଲି ଅର୍ଗାନିକ, କାରଣ ଅର୍ଗାନିକ ହଉଛି ମାନେ କହିବାକୁ ଗଲେ କେମିଷ୍ଟ୍ରି କିଙ୍ଗ। ହୁଁ ଏବଂ ସେ ମୁଁ ତାକୁ ଫାଷ୍ଟ ଅଫ୍ ଅଲ୍ ମୁଁ ଆଗେ କେମିଷ୍ଟ୍ରି ଆମର ଯୋଉ ଏନସିଆରଟି ମୁଁ ଫାଷ୍ଟ ପଢିଲି। ହୁଁ ଏନସିଆରଟି ରେ ଆମର ଯେମିତି 5ଟା ଚାପ୍ଟର ଅର୍ଗାନିକ ର ମୁଖ୍ୟ, ହୁଁ ମୁଁ ତାକୁ ସବୁ ପଢିଲି। ଫାଷ୍ଟ ଅଫ୍ ଅଲ୍ ମୁଁ ତାକୁ ଫାଷ୍ଟ ହେଲେ ନେମ୍ ରିଆକ୍ସନ, ହୁଁ ନେମ୍ ରିଆକ୍ସନ ପଢିଲି, ତାପରେ ତାର କେମିକାଲ ରିଆକ୍ସନ ପଢିଲି, ହୁଁ ତାପରେ ଫିଜିକାଲ ପ୍ରପର୍ଟିଜ ହୁଁ ତାର ମାନେ ମାନେ ଯୋଉ ଟାଇପ ର ମାନେ କୋଶ୍ଚିନ୍ ମାନେ ମାଗୁଛି ମାନେ OUT ରେ, ହୁଁ ସେଇ ଟାଇପ ର ମୁଁ ପ୍ରିପାରେସନ କଲି। ହୁଁ ତାପରେ ସେକେଣ୍ଡ ହଉଛି ଫିଜିକାଲ କେମିଷ୍ଟ୍ରି। ହୁଁ ଫିଜିକାଲ କେମିଷ୍ଟ୍ରି ଏଥର ମୁଁ ଯାହା ଦେଖିଲି ମାନେ ନ୍ୟୁମେରିକାଲ ଅପେକ୍ଷା ଅଧିକ ହୁଁ ଥିଓରିଟିକାଲ କୋଶ୍ଚିନ୍ ପଡିଥିଲା। ହୁଁ ଏବଂ ଏତେ ବି ନ୍ୟୁମେରିକାଲ ଯେହେତୁ ପଡିନଥିଲା, ଥିଓରିଟିକାଲ କୋଶ୍ଚିନ୍ ଅଧିକ, ଯେମିତି ହୁଁ ଆମର ଚାପ୍ଟର ହଉଛି ସଲ୍ୟୁସନ ହୁଁ ଆଉ ଇଲେକ୍ଟ୍ରୋକେମିଷ୍ଟ୍ରି। ହୁଁ ଏଇଥିରୁ ହୁଏତ ଗୋଟେ ଦିଟା ନ୍ୟୁମେରିକାଲ ପଡୁ, ନହେଲେ ସବୁ ଥିଓରିଟିକାଲ କୋଶ୍ଚିନ୍ ପଡିଥିଲା। ଯାହାର କନସେପ୍ଟ ମାନେ କ୍ଲିୟର ଥିବ, ସେ ଆରାମସେ କରିପାରିବ। ରେଗୁଲାର କ୍ଲାसेସ୍ ଆଟେଣ୍ଡ କରୁଥିବ, ହୁଁ ସେ କରିପାରିବ। ବହୁତ ବଢିଆ। ଆଉ ମ୍ୟାଥ ଦୀପକ ସାରଙ୍କ କ୍ଲାସ କରିଥିଲ? ଆଜ୍ଞା ମ୍ୟାଥ ପଢୁଥିଲି। ଆଚ୍ଛା, ସେଥିରେ ବି ବହୁତ ହେଲ୍ପଫୁଲ ହେଇଥିଲା। ବହୁତ ହେଲ୍ପଫୁଲ, ଯେମିତି କି ମ୍ୟାଥ ରେ ଆମର ମାନଙ୍କର ଯେତିକି ଆମର ଫାଷ୍ଟ ଅଫ ଅଲ୍ OUT ରେ ଆମର ଯେମିତି ଇଣ୍ଟିଗ୍ରେସନ, ହୁଁ ଯୋଉ ଡିଫରେନ୍ସିଆଲ ହୁଁ ଇକ୍ୱେସନ, ହୁଁ ଆମର ଯେମିତି ସବୁ ମାନେ ଚାପ୍ଟର ମାନେ ଅଛି କାଲକୁଲସ ପାର୍ଟ, ହୁଁ ସେଇଟା ମତେ ବହୁତ ମାନେ ଫାଇଦା ଦେଇଥିଲା। ହୁଁ ଆଉ ପରବର୍ତ୍ତୀରେ ଜିଓମେଟ୍ରି, ହୁଁ ଜିଓମେଟ୍ରିକାଲ ପାର୍ଟ ଯେମିତି ଆମର ଥିଲା ମାନେ ଆଉ ମତେ ଯୋଉଟା ମୋ ଚାପ୍ଟରରେ ମାନେ ମ୍ୟାଥ ଯୋଉଟା ମୋର ଓପିନିୟନ ଗୋଟେ ହଉଛି ପରମୁଟେସନ କମ୍ବିନେସନ, ହୁଁ ସେଇଟା ମୁଁ ଦୀପକ ସାର୍ ଠାରୁ ପଢିଲା ପରେ ହୁଁ ମତେ ତା ଦେହରେ କନସେପ୍ଟ କ୍ଲିୟର ହେଲା। ହୁଏତ ମୁଁ ଯୋଉଟା ମାନେ ମାନେ କରିପାରୁନଥିଲି, ହୁଁ ସେଇଟା ମୁଁ ଏଇଟା କରିଲି। ବହୁତ ବଢିଆ। ତ ଏବେ ଏବେ ନେକ୍ସଟ ହେଲା କି ଘରେ କେମିତି କଣ, ବାପାଙ୍କର କେମିତି କଣ, କି ମାଙ୍କର, ବାକି ସମସ୍ତଙ୍କର ଫ୍ୟାମିଲି ମେମ୍ବର ଘରେ ଆଉ କିଏ କିଏ ଅଛନ୍ତି? ନା ନା ଘରେ ହଉଛନ୍ତି ମୁଁ ଆଉ ମୋ ବାପା ଆଉ ମୋ ମାମା। ଆଚ୍ଛା ବାପା ହଉଛନ୍ତି ଆମର କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ମହାବିଦ୍ୟାଳୟର ଆଜ୍ଞା ଓଡିଆ ଅଧ୍ୟାପକ। ଆଜ୍ଞା ଆଉ ମାମା ହଉଛନ୍ତି ହାଉସ ୱାଇଫ। ଆଜ୍ଞା ଆଉ ଘରେ ହଉଛନ୍ତି ସମସ୍ତେ ସପୋର୍ଟିଭ। ହୁଁ ଏକ ନମ୍ବର ପଏଣ୍ଟ ହଉଛି ଘରେ ହଉଛନ୍ତି ସମସ୍ତେ ସପୋର୍ଟିଭ। ହୁଁ ଏବଂ ସେମାନେ କହୁଛନ୍ତି ତୁ ଯେତେଟା ବି ଏଣ୍ଟ୍ରାନ୍ସ ହଉଛି ତୁ ପକା, ହଉ କି ନ ହଉ ସେଟା ଆମର ଦେଖିବା ପଛରେ, ଆଜ୍ଞା ତୁ ଆগে ତ ମନ ଖୁସି କରି ଏଣ୍ଟ୍ରାନ୍ସ ଟା ଦେ। ଆଜ୍ଞା ସେଇଥିପାଇଁ ବାପା ମା ବହୁତ ମାନେ ସପୋର୍ଟରେ ମତେ ଦେଇଛନ୍ତି। ଆଜ୍ଞା। ସାର୍ ମୁଁ ଏବେ ଆପଣଙ୍କ ପାଖକୁ ଆସିବି। ସାର୍ ପୁଅ ତ ଆପଣ ବିଷୟରେ ଏତିକି କଥା କହିଲା, ବହୁତ ଇଏ କଥା। ତ ଆପଣଙ୍କର ପୁଅ ଉପରେ କେତେ ତାର ଭରସା, ତା ପାଠ ପଢା ଉପରେ କେମିତି କଣ, ଆପଣ ମାନେ ଗୋଟେ ସୁପୁତ୍ର, ଆପଣଙ୍କର ମହିମା, ତ କେମିତି କଣ ସିଏ ଆପଣଙ୍କୁ ଖୁସି ଲାଗୁଛି, କେମିତି କଣ ସେ ଏକ୍ଜାମ ଦେଇଛି, ରେଜଲ୍ଟ ବାହାରିଛି, ଆପଣଙ୍କର କେମିତି କଣ ସପୋର୍ଟ ଥିଲା, ଆପଣ ତାକୁ କୋଉଠି ଦେଖିବାକୁ ଚାହାନ୍ତି ଆଗକୁ? ପ୍ରଥମ ମୋ ଅଭିନନ୍ଦନ, ସମ୍ମାନ ଏବଂ ନମସ୍କାର ଜଣାଉଛି ମୋର OUT ର ଥିବା ପରିବାର ସମସ୍ତ ଅଧ୍ୟକ୍ଷ ଏବଂ ଜ୍ଞାନୀ ମଣ୍ଡଳୀକୁ, ଏବଂ ଏଥିରେ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମୋର ଅଭିନନ୍ଦନ, ଶୁଭେଚ୍ଛା। ସର୍ବୋପରି ମୁଁ କହିବି, ଏହା ବିଦ୍ୟାର ସାଗର, ଜ୍ଞାନର ଅନୁସନ୍ଧାନର କାରାଗାର। ସତେ ଯେପରି ମଣିଷକୁ ତିଆରି କରିବାରେ ଇଏ ଥିଲା ଏକ ଏନ୍ତୁଡ଼ିଶାଳ। ଏଇ ଏନ୍ତୁଡ଼ିଶାଳେ ମୋ ପୁଅ ଯେତେବେଳେ ପଢୁଥାଏ, ମୁଁ ସବୁ ଶୁଣୁଥାଏ। ସାର୍ ମାନେ ପଢଉଥାନ୍ତି, ମ୍ୟାଡାମ ମାନେ ପଢଉଥାନ୍ତି, ମୁଁ ତାକୁ ସବୁ ଟିକେ ଟିକେ କାନେଇକି ଶୁଣେ। କିନ୍ତୁ ଦେଖିଲି କ୍ରିଏଟିଭନେସ୍ ବଢେଇବାରେ ବିଦ୍ୟାସାଗର ନମ୍ବର 1। କାରଣ ମାର୍ଚ୍ଚ 12 ତାରିଖରେ ମୁଁ କଥାବାର୍ତ୍ତା ହେଇଥିଲି ମ୍ୟାଡାମଙ୍କ ସାଙ୍ଗରେ ଏଇ ବିଦ୍ୟାସାଗରରେ, ଏବଂ ମ୍ୟାଡାମଙ୍କର କଥାବାର୍ତ୍ତାରେ ମୁଁ ଦେଖିଥିଲି, ମୁଁ ଆଉ ଜଣଙ୍କ ପତ୍ରରୁ ପାଇଥିଲି, ଏଠି ଯେ ପଢୁଥିଲେ 5 ବର୍ଷ 4 ବର୍ଷ ତଳେ ପଢୁଥିଲେ, ସେ କହିଲେ ଭୁବନେଶ୍ୱରର ସବୁଠାରୁ ପୁରୁଣା ଅନୁଷ୍ଠାନ ହଉଛି ଆମର ବିଦ୍ୟାସାଗର। ତେଣୁ ଏଇ ବିଦ୍ୟାସାଗରରେ ମୁଁ ପଢେଇବାକୁ ପୁଅକୁ ଚାହିଁଥିଲି, କିନ୍ତୁ ଏଠି ଆଣି ଛାଡିବାକୁ ଗୋଟେ ବୋଲି ପୁଅ, ସେ ଟିକେ ଏତେ ସ୍ମାର୍ଟ ନୁହଁ, ଏତେ ପଢିପାରିବନି। ତେଣୁ ମୁଁ ତାକୁ ଅନଲାଇନରେ କହିଲି ପଢ। ସେଥିରେ ଅନଲାଇନରେ କଣ ତାର ପଇସା ଡିପୋଜିଟ କରି ତାର ସେ କ୍ଲାସ କରେ। କିନ୍ତୁ ସେଇ ସାର୍ ମାନଙ୍କର କଥା, ଯୋଗ୍ୟ ଭିତ୍ତିକ, ଯୋଗ୍ୟତା ବ୍ୟକ୍ତି କୈନ୍ଦ୍ରିକ ବିଦ୍ୟାସାଗରର ଯୋଉ ଟ୍ୟାଲେଣ୍ଟ ପର୍ସନ ସବୁ ଅଛନ୍ତି, ମୁଁ ତାଙ୍କର ଆବିଲିଟିକୁ ପ୍ରଥମ ପ୍ରଣୟବାଦ ଜଣାଉଛି। ସେ ବହୁତ ଧୁରନ୍ଧର, ଏକ୍ସପର୍ଟ। ଏବଂ ସେଇ ଏକ୍ସପର୍ଟରେ ମୋ ପିଲାଟା ଯଦି ଆଜି ଯାଉଛି, ଆଗକୁ ଯାଉଛି, ବା ଆପଣ ତାକୁ ଯୋଉ ର୍ୟାଙ୍କରେ ରଖିଛନ୍ତି, ବା ସେ ତା କର୍ତ୍ତବ୍ୟ ଅନୁଯାୟୀ ର୍ୟାଙ୍କରେ ରଖିଛି, ଆପଣଙ୍କର ଆଶୀର୍ବାଦ। ଆଉ ମୁଁ ଏତିକି ଜାଣିଛି, ଆପଣ ମାନେ ଯେତେବେଳେ ଗୁରୁଙ୍କର ଆଶୀର୍ବାଦ ଆସିବ, ପିଲାଟି ତାର ନିଶ୍ଚିତ ଭାବରେ ଜ୍ଞାନ ଚକ୍ଷୁ ପାଇବ। ସେଠି ମୋର କିଛି କର୍ତ୍ତବ୍ୟ ନାହିଁ, ମୁଁ ଜନ୍ମ ଦେଇଛି, କର୍ମ ଦେଇନି, କିନ୍ତୁ ଆପଣ କର୍ମର ଅଧିକାରୀ ହଉଛନ୍ତି ଆପଣ ମାନେ ଜ୍ଞାନର ସାଗର, ଏଥିପାଇଁ ବିଦ୍ୟାର ସାଗର। ଏତିକି ମୁଁ ଶେଷରେ କହିବି, ଆପଣଙ୍କ ପାଖରେ ଚିରକୃତଜ୍ଞ, ଚିର ଋଣୀ।
କିନ୍ତୁ ମୁଁ ହାତ ଯୋଡ଼ିକିରି ମାଗୁଛି ଯଦି ସେ କୋଉଠି ବିଏସସି ଫିଜିକ୍ସ ଅନର୍ସ ଟିକେ ପାଆନ୍ତା, ଭଲ ଜାଗାରେ ଟିକେ ପଢନ୍ତା, ମୁଁ ଏଇଥିରେ ଟିକେ ସାର୍ ବହୁତ ଆନନ୍ଦ ଅନୁଭବ କରନ୍ତି। କାରଣ ମୋର ଟିକେ ବେଶୀ ଇଚ୍ଛା ତାର କେମିତି, ମୁଁ ଯେତେବେଳେ ଓଡ଼ିଆର ଅଧ୍ୟାପକ ଟିକେ ହେଇଛି, ମୁଁ ଚାହୁଁଛି ସେ ଯେମିତି କୌଣସି ସାଇଣ୍ଟିଷ୍ଟ ହଉ, ନହେଲେ ଗୋଟେ ପ୍ରଫେସର ହଉ, ନହେଲେ ସେଇ ଲାଇନରେ ରହିଲେ କି ଆଇଏଏସ୍ ଲାଇନ ହଉ, ଏ ଜିନିଷକୁ ଚାହେଁ। କିନ୍ତୁ ସେ ତ କହିଲା ମେଡିକାଲ ଲାଇନରେ ଯିବିନି, କାରଣ ମତେ ସେ ଘୋଷା କାମ ଆସେନି, କାରଣ ଘୋଷିବାର ଫର ସେ ନୁହେଁ। କିନ୍ତୁ ଓଡ଼ିଆକୁ ଯଦି ଆପଣ ବର୍ତ୍ତମାନ ପଚାରିବେ, ସେ ସିବିଏସ୍ଇ ପାଟର୍ନ ପିଲା, କିନ୍ତୁ ଓଡ଼ିଆ ମିଡିୟମର ସିଏଚଏସଇ ବୋର୍ଡର ଯଦି ତାକୁ ପଚରାଯିବ ଓଡ଼ିଆ ପାଠ, ସେ ଆଜ୍ଞା ଯୋଉ କଥା କହିବ, ମୁଁ ତାକୁ ପଢାଏନି କି ସେ ଛାଁ ଛାଁ ତାର କଣ କେମିତି ପଢେ ମୁଁ ବି ଜାଣିନି, କିନ୍ତୁ ମାଟ୍ରିକରେ ସେ ରଖିଥିଲା 100 ରୁ 99 ଏବଂ ଆର ତ ସିଏଚଏସଇ ବୋର୍ଡ କଣ ଆମର ସିବିଏସ୍ଇ ବୋର୍ଡର ନଥିଲା 12 ରେ, କିନ୍ତୁ ତାର ଅଲଗା ପାଟର୍ନ ଯାହା ହଉ, କିନ୍ତୁ ଓଡ଼ିଆକୁ ସେ ବହୁତ ଭଲ ପାଏ। କିନ୍ତୁ ବିଦ୍ୟାସାଗର ପାଖରେ ସେ ବହୁତ ଭଲ ଭାବରେ ପଢିଛି। ଆଉ ଟିକେ ବିଦ୍ୟାସାଗର ତାକୁ ଆଶୀର୍ବାଦ କରନ୍ତୁ। ସମସ୍ତ ଗୁରୁଙ୍କ ପାଖରେ ମୋର ଟିକେ ଅନୁରୋଧ, ଅଳି ପୁଅଟି କେମିତି ପାଉ ଟିକେ କୋଉଠି ବିଏସସି ଭଲ ଫାକଲ୍ଟିରେ ପାଇଯାଉ, ସେ ଯେମିତି ଫିଜିକ୍ସ ଅନର୍ସ ରଖି ପଢୁ, ଏତିକିରେ ଆପଣଙ୍କ ପାଖରେ ବିନମ୍ର ନିବେଦନ। ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ସାର୍, ଏତିକି ଭଗବାନଙ୍କ ବି ନିଶ୍ଚିତ ଆଶୀର୍ବାଦ ରହିବ। ଆଉ ସେ ବହୁତ ଆଗକୁ ଯିବ। ଆଉ ଆପଣ ଜମା ବ୍ୟସ୍ତ ହେବା ଦରକାର ନାହିଁ। ସେ ଯଦି ଏଗ୍ରିକଲଚର ଲାଇନରେ ଯାଉଛି ତାହେଲେ ସେ ଆଗକୁ ପ୍ରଫେସର ହବ, ରିସର୍ଚ୍ଚ ଲାଇନ ବି ଯିବ। ଏମିତି କଣ ହବ ଆମେ ତାକୁ ନିଶ୍ଚିନ୍ତ ଭାବରେ ଆଗକୁ ବି ଗାଇଡ କରିବୁ। ଆଉ ଏବେ ମହିମା ଯଦି ଆମେ କହିବା, ବାପାଙ୍କର ବର୍ତ୍ତମାନ ଏଇ ଯୋଉ ସପୋଜ କିଛି ଧର ଆଖିର କିଛି ପ୍ରୋବ୍ଲେମ ହେଇଛି, ଧର ଯାହା ହେଇଛି, ତମେ ତାକୁ ସେ ଯୋଉ ସିଚୁଏସନ ଟାକୁ କେମିତି ଡିଲ୍ କରିକି ତମେ ମାଇଣ୍ଡରେ ରଖିକି ତମେ କେମିତି ପାଠ ପଢା ପାଇଁ କେତେ ମୋଟିଭେଟେଡ ଅଛ, ତମ ପାଇଁ ମାଇଣ୍ଡରେ କଣ ସବୁ ଚାଲିଛି ଏଇ ସିଚୁଏସନ ଟାକୁ? ପ୍ରଥମତଃ ହଉଛି ବାପା ହଉଛନ୍ତି ଗୋଟେ ମୋଟିଭେସନ। ହୁଁ ବାପା ଶବ୍ଦ ଗୋଟେ ମୋଟିଭେସନ। ହୁଁ ଏବଂ ଯେହେତୁ ଘରର ଗୋଟେ ବୋଲି ପୁଅ ଏବଂ ଘର ଗୋଟେ ପୁଅ, ସେଥିପାଇଁ ଘରର ଗୋଟେ ବର୍ଡନ ଅଛି। ହୁଁ ବାପାଙ୍କର ଆଉ ତ ବହୁତ ବର୍ଷ ଚାକିରି ନାହିଁ, ଆଉ ହୁଁ କହିବାକୁ ଗଲେ 4 ବର୍ଷ ବା ହୁଁ 5 ବର୍ଷ ଚାକିରି ହୁଁ ଅଛି। କିନ୍ତୁ 4-5 ବର୍ଷ ଚାକିରି ଭିତରେ, ହୁଁ କିନ୍ତୁ ସେଇ ଭିତରେ ମୁଁ ଯଦି ମାନେ କୋଉଠି ଯଦି ଭଲ ଚାକିରି ମାନେ ଯଦି ବଡ ଉଚ୍ଚ ସ୍ଥାନରେ ନିଶ୍ଚିନ୍ତ ବସିବାକୁ ନିଶ୍ଚିନ୍ତ ଯିବ, କିଛି କଥା ନାହିଁ। ଯଦି ଚାହେଁ, ହୁଁ ସେଇଟା ହେଲେ ବାପାଙ୍କ ଜୀବନଟି ସାର୍ଥକ ହୁଅନ୍ତା। ସେଇଟା ମତେ ଭଲ ଲାଗନ୍ତା। ନାଇଁ, ବାପା ଅଲରେଡି ତମ ପାଇଁ ପ୍ରାଉଡ ଫିଲ୍ କରୁଛନ୍ତି, ସେ ତମ ପାଇଁ ଅଲରେଡି ଗର୍ବିତ ବହୁତ। ଆଉ ସିଏ ବି ନିଶ୍ଚିନ୍ତ। ଆଉ ମା କେମିତି ବି ବାପାଙ୍କ କଥା, ମା କେମିତି ସପୋର୍ଟ କରୁଥିଲେ ଘରେ, କେମିତି କଣ? ମା ସପୋର୍ଟ, ମା କହେ ତୁ ମୋର କିଛି ନାହିଁ, ତୁ କେତେବେଳେ ଖାଇବୁ ପିଇବୁ କହ, ମୁଁ ତା ପାଇଁ ମାନେ କିଛି ଅସୁବିଧା ନାହିଁ। ହୁଁ। ତୁ କିନ୍ତୁ ତୋର ମୁଖ୍ୟ ଜିନିଷ ହଉଛି ତୁ ପଢାପଢି କର। ହୁଁ। ତୋର ହଉଛି ମାନେ ପାଠ ହଉଛି ମୁଖ୍ୟ। ତୁ ତୋର ମାନେ ପ୍ରତିଟା କ୍ଲାସ ଆଟେଣ୍ଡ କର। ସାର୍ ଯାହା ପଢୁଛନ୍ତି ସେଟାକୁ ନୋଟ କରି ରଖ, ସେଟା ତୁ ପଢ। ଏଇଟା ମାମାର ଏତିକି କଥା। ଆଉ ଲାଷ୍ଟ ସାର୍ ଆପଣଙ୍କ ପାଖକୁ ଆସିବି ତ, ମହିମା ଗୋଟେ ଏଇଟା ତ ପାଠ ପଢା ଉପରେ ଗଲା, ଆଜ ଏ ପର୍ସନ ମାନେ ଆଜ ଏ ମଣିଷ ହିସାବରେ ସିଏ ଗୋଟେ ବହୁତ, ମୁଁ ତାଙ୍କୁ ଦେଖିପାରୁଛି ବହୁତ ମ୍ୟାଚିଓର, ତାଙ୍କର କଥାବାର୍ତ୍ତା ଇଏ ସିଏ ଆପଣଙ୍କ ପୁରା ଭଗବାନ ସେତିକି ଇଏ କୃପା ରହିଛି, ସେ ବହୁତ ବଢିଆ ପିଲାଟି ବି ଆଗକୁ ହେବେ, ଆମେ ସେତିକି ଈଶ୍ୱରଙ୍କ ପାଖରେ ପ୍ରାର୍ଥନା ବି କରିବୁ। ସେ ଆପଣଙ୍କୁ ଏବେ ବି ଆପଣଙ୍କ ସହିତ ଗୋଟେ ସାର୍ ଆଇକି ପୁରା ଆସିକି ଯୋଉ ସାଙ୍ଗରେ ଗୋଟେ, ଆଉ ବର୍ତ୍ତମାନ ଆପଣଙ୍କ ପୁଅ ହେଇକି ଆପଣ ଯୋଉଟା ଚାହୁଁଥିବେ କି ନାଇଁ, ଗୋଟେ ବାପା ଯୋଉ ଚାହେଁ ଯୋଉଟା କି ନାଇଁ ମୋ ପୁଅ ମୋ ସାଙ୍ଗ ସହିତ ଅଛି, ଆପଣଙ୍କ ସହିତ ଆସିକି ଆପଣ ସବୁ ସୁଖ ଦୁଃଖ ଯୋଉଠି ଯିବା ଆସିବା ସବୁ ଆପଣଙ୍କ ସହିତ ବୁଝାବୁଝି କରୁଛନ୍ତି, ତ ଆପଣ କେତେ ଖୁସି ତାଙ୍କ ପାଇଁ କଣ କହିବାକୁ ଚାହିଁବେ, ଯୋଉଟା ଆପଣ କେବେ କହିପାରୁନଥିବେ ପୋଡକାଷ୍ଟରେ, ତାଙ୍କୁ କଣ କହିବାକୁ ଚାହିଁବେ? ନାଇଁ ସାର୍, ମୁଁ କହିବା କଥା, ମୁଁ ଓଡ଼ିଆର ଅଧ୍ୟାପକ, ପିଏଚଡି ବି କରିଛି, କିନ୍ତୁ ଜେଏନୟୁ ରେ ମୁଁ ବାସ୍ତୁଶାସ୍ତ୍ର, ଶାନ୍ତି ନିକେତନରେ ଆମର ଜ୍ୟୋତିଷ ଶାସ୍ତ୍ର, ତାକୁ ମଧ୍ୟ ମୁଁ ଦଖଲ କରିଛି। କିନ୍ତୁ ମୁଁ ଯେତେବେଳେ ପୁଅ ଜନ୍ମ ହେଇଥିଲା, ମୁଁ ତାର ନାଁ ଦେଇଥିଲି ମହିମା ଅଭିନନ୍ଦନ। ତାର ମୋ ଅକ୍ଷରରେ ଆସିଥିଲା ମହିମା ଅଭିନନ୍ଦନ। ତାର ମହିମା ବା ତାର ଖ୍ୟାତିଟା ଏଭଳି ପ୍ରକାଶ ପାଉ, ସେଇ ଅନୁଷ୍ଠାନ ହଉ ବା ସେଇ ମାଷ୍ଟର ମାନଙ୍କର ଜ୍ଞାନକୁ ସେ ଏଭଳି ମହିମା ବିସ୍ତାର କରୁ, ସମସ୍ତେ ତାକୁ ଅଭିନନ୍ଦନ କରନ୍ତୁ। ତେଣୁ ସେଇ ଜିନିଷଟାକୁ ମୁଁ ଚାହିଁଛି, ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛି। ତେଣୁ ସେଥିପାଇଁ ଆପଣ ଯେତେବେଳେ ତାଙ୍କର ଗୁରୁ, ତେଣୁ ତା ଉପରେ ଆପଣଙ୍କ ପାଖରେ ଅଳି ଏବଂ ତା ପାଖରେ ମୋର ଆଶୀର୍ବାଦ ରହୁ। ଏବଂ ସବୁବେଳେ ମୁଁ ତାକୁ ଉତ୍ସାହ ବାଣୀ ଶୁଣାଏ, ଏବଂ ସେ ତାର ଜାଣିଥିବ, ସେ ଶୋଇଥିବ ମୁଁ କହୁଥିବି, ପଛଘୁଞ୍ଚା ନାହିଁ ବୀରର ଜାତକେ, ନମରେ ସେ କେବେ ପରାଣା ଅତ୍ୟନ୍ତେ। ଭୃକ୍ଷେପ ନ କରି ବଶ୍ୟ ବ୍ୟଙ୍ଗୋକ୍ତି କାହାର, ଆପଣା କର୍ତ୍ତବ୍ୟ ପଥେ ହୁଅ ଅଗ୍ରସର। ତେଣୁ ସଭାରେ ବସିଥିଲେ କେବେ ମା ବାପା ଥିଲେ, ତୁ କେବେ ହେଲେ ସଭାରେ ଥିବା ବାପା ପୁଅ ହାରେନି, ମା କୋଳରେ ଥିଲେ ପୁଅ ହାରେନି, ଆଉ ଗୁରୁ ଆଶୀର୍ବାଦ ଥିଲେ ଜ୍ଞାନକୁ ଡରେନି।
आ गुरु कृपाଙ୍କର ବଳରେ ତ ସେ ସବୁ କିଛି ଅଭେଦକୁ ଭେଦ କରି ଯିବାର ଅଧିକାର ଥାଏ। ତେଣୁ ମୋର ତା ଉପରେ ସେତିକି ଅଛି। ମୁଁ ବି ସେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣଙ୍କ ମାଧ୍ୟମରେ ନିଶ୍ଚିତ ଭାବରେ ପ୍ରଭୁ ତାକୁ ଆଗକୁ ନେବେ ଆପଣଙ୍କ ମାଧ୍ୟମରେ। ବହୁତ ବଢିଆ ଥିଲା ଏଟା ଗୋଟେ ଛୋଟ ପଡକାଷ୍ଟ ଥିଲା କିନ୍ତୁ ବହୁତ ମାନେ ତାର ଫିଲିଙ୍ଗସ ଟା ବହୁତ ଜଣ ପାଖକୁ ଟଚ୍ କରିଥିବ କାରଣ ଏଇଭଳିଆ ଗୋଟେ ଆମେ ଏତେ ପଡକାଷ୍ଟ ବି ଏବେ କଣ୍ଡକ୍ଟ କରିଛୁ କିନ୍ତୁ ଏଇଭଳିଆ ଗୋଟେ ପଡକାଷ୍ଟ ଯୋଉଟା ହାର୍ଟ ଟଚିଂ ବହୁତ ଥିଲା କମ୍ପ୍ଲିଟଲି ଫିଲ୍ ହଉଛି କାରଣ ମହିମାଙ୍କ ଏଇ ସିଏ ତାଙ୍କୁ ଯେତିକି ଆକ୍ଚୁଆଲି ଭଗବାନ ବହୁତ ଆହୁରି ମୁଁ ତାଙ୍କୁ କେତେ କଂଗ୍ରାଚୁଲେଟ କରିବି ସେତିକି କମ ସେ ଆହୁରି ଆଗକୁ ଯାଆନ୍ତୁ ସେ ନିଶ୍ଚିନ୍ତ ଭାବରେ ତାଙ୍କର ତାଙ୍କ କଥାବାର୍ତ୍ତା ଶୈଳୀଠୁ ଆରମ୍ଭ କରିକି ଆଉ ଆପଣଙ୍କ ସହିତ ମିଶିକି ବହୁତ ବଢିଆ ଲାଗିଲା ଭଗବାନଙ୍କ କୃପାରୁ ଆହୁରି ସେ ଯେତିକି ଯୋଉ ଚାହିଁଛନ୍ତି ଓୟୁଟିରେ ହଉ କି ଭେଟନାରୀ ହଉ ଯୋଉଥିରେ ତାଙ୍କର ହେଇଯାଉ ତାହା ପାଇଁ ଯାହା କାଉନସିଲିଂରେ ଯାହା ଯେତେବେଳେ ହେଲ୍ପ ଦରକାର ଆମେ ବିଦ୍ୟାସାଗର କ୍ଲାसेସ୍ ତରଫରୁ ହେଲ୍ପ କରିବୁ ତ ଏଇଟା ଥିଲା ଗୋଟେ ବହୁତ ବଡ ସେ କହିଲେ କି ମୋ ବାପା ମୋ ପାଇଁ ବହୁତ ବଡ ଇନ୍ସପିରେସନ ଜଣେ ଆପଣ ମାନେ ସମସ୍ତେ ଏମିତି ତାଙ୍କଠୁ ଇନ୍ସପିରେସନ ନେଇକି ତାଙ୍କଠୁ ଇନ୍ସପାୟାର ହେଇକି ଏମିତି ଆଗକୁ ଚାଲନ୍ତୁ ଆମେ ଏଇଆ ହିଁ ଆଶା କରିବା ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରିବା ମହିମା ଆଉ ତାଙ୍କ ଟୋଟାଲ ସପରିବାର ସମସ୍ତଙ୍କର ମଙ୍ଗଳ ହଉ ଏଇଠି ଏଇ ପଡକାଷ୍ଟ ଟାକୁ ଶେଷ କରିବା ଥ୍ୟାଙ୍କ ୟୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।